ଯିବୁ ନାଇଁ କଣ କରୁଛ? କେବେ ଆସିଲୁ? ଏଇ କାଲି। କଣ କରୁଛ କଣ? କିଛି ନାଇଁ, କଣ କରିବି, ସକାଳ 5ଟାରୁ ଉଠିଲି, ଭାବିଲି ଆଜି ବକ୍ସିଂ ଡେ ଟୁର୍ଣ୍ଣାମେଣ୍ଟ ଅଛି ଇଣ୍ଡିଆ ଆଉ ଅଷ୍ଟ୍ରେଲିଆ ଯୋଉ ଟେଷ୍ଟ ମ୍ୟାଚଟା ଉଠିକି ଦେଖିବି। ଆଉ ଉଠିକି ଯେତେବେଳେ ମାଡ଼ ଦେଖିଲି ପୁଣି ଶୋଇପଇଲି। ପୁଣି ଉଠିକି ଦେଖିଲା ବେଳକୁ 100 କେତେ ରନରେ ଗୋଟେ ୱିକେଟ ଯାଇଥିଲା। ଇଏ ଏବେ ଯାହା ବୁମରା ଆସିକି 2-3ଟା ୱିକେଟ ନେଲା, ସମୁଦାୟ 5ଟା ୱିକେଟ ଗଲାଣି। ବସିକି ବୋଲର ଗୁଡା ଖାଲି ଧୁଆ ଖାଉଛନ୍ତି, ବହେ ପିଟୁଛି। ଏଇନା ସିରାଜ ଗୋଡ 6 ମାଇଲା, ସ୍ମିଥ ମାଇଲା 6ଟେ। ସିଏ ମାଇଲା ଏମିତି ଛୋଟ ଛୁଆଙ୍କୁ ମାରନ୍ତି ସେମିତି ମାଇଲା। ଗାଁ କ୍ରିକେଟ ବୋଲର ଯେମିତି ପକାନ୍ତି ଆଉ ଯୋଉ ରଞ୍ଜି ଟୋପି ପ୍ଲେୟାର ମାରନ୍ତି ଗାଁ କ୍ରିକେଟରକୁ, ସେମିତି ସେ ମାରୁଛନ୍ତି। କେତେ ଆଉ ମାଡ଼ ଖାଇବେ? ଏଇଟା ଯଦି ନ ଜିତି ପାରିଲେ ସଇଲା, ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ ଭୁଲି ଯାଅ। ଦେଖିବା କଣ ହଉଛି। ଆଶା ତ ଆମେ ଚେଷ୍ଟା ତ କରିବୁ। ଆମେ ଇଣ୍ଡିଆନ ସବୁବେଳେ କଣ କହିଲୁ, ବିଲିଭର। ଆମର ଯେତେ ହାରିଲେ ବି ନା ଜିତିବୁ ବୋଲି ଗୋଟେ ଆଶା ଥାଏ। ଦେଖିବା କଣ ହଉଛି ଆଉ। ଏଇଟା ତ କଣ ଡ୍ରିଙ୍କ୍ସ ବ୍ରେକଟା ହେଇଛି, ତାପରେ ଦେଖିବା। ଏ ଆସିଗଲା ଆଲେକ୍ସ କେରି ମାଇଲାଣି 18, ସ୍ମିଥ 62 ଗଲାଣି 81ଟା ବଲ। ସିରାଜ 70 ରନ ପକାଇ ଖାଇସାରିଲାଣି 15 ଓଭରରେ, ଗୋଟେ ୱିକେଟ ପାଇନି। କଣ ହବ ମତେ କାହିଁ ଲାଗୁନି। ଯଦି ଏଇ ଆଉ 30-40 ରନ ଭିତରେ ଯଦି ଅଲ୍ ଆଉଟ୍ କରିଦିଅନ୍ତି ତାହେଲେ ଗୋଟେ ଇଣ୍ଡିଆର ଚାନ୍ସ ଅଛି। କଣ ହଉଛି, ହୋପ୍ ଫର୍ ଦ ବେଷ୍ଟ।